ଭୟାବହ ଗାଡ଼ି ଦୁର୍ଘଟଣା। ୱିଙ୍ଗର ଗାଡ଼ିକୁ ପଛପଟୁ ପିଟି ଫେରାର ମାରିଲା ହାଇୱା। ଦୁର୍ଘଟଣାରେ 4 ଗୁରୁତର ହୋଇଥିବା ବେଳେ 16 ଜଣ ଆହତ ହୋଇଛନ୍ତି। ଦେଖନ୍ତୁ ସେହି ସମୟର ଦୃଶ୍ୟ। କେତେ ଭୟାନକ ଥିଲା ସେ ଦୁର୍ଘଟଣା। ଗାଡ଼ିର ଅବସ୍ଥା ଦେଖିଲେ ଦୁର୍ଘଟଣା କେତେ ଭୟଙ୍କର ଥିଲା ତାହା ବେଶ୍ ଜଣାପଡ଼ୁଛି। ଦେଖନ୍ତୁ କିଭଳି ଦମକଳ ବାହିନୀର କର୍ମକର୍ତା ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍ କଟର ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଭିତରୁ ଆହତଙ୍କୁ ଉଦ୍ଧାର କରୁଛନ୍ତି। ବଲାଙ୍ଗୀର ସୋନପୁର 57 ନମ୍ବର ଜାତୀୟ ରାଜପଥ ଝିଙ୍କି ପନ୍ଥେଇ ନିକଟରେ ଘଟିଛି ଏହି ଦୁର୍ଘଟଣା। ରାତି ପ୍ରାୟ 2ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ସୁବର୍ଣ୍ଣପୁର ଜିଲ୍ଲା ସାଗରପାଲି ଗାଁରୁ ଏକ ୱିଙ୍ଗର ଗାଡ଼ିରେ ଡ୍ରାଇଭର ସମେତ 20 ଜଣ ପୁରୀକୁ ଯାଉଥିଲେ। ତେବେ ଝିଙ୍କି ରାସ୍ତା କଡ଼ରେ ଥିବା ପନ୍ଥେଇ ନିକଟରେ ଗାଡ଼ିକୁ ରଖି ପୂଜା କରୁଥିବା ସମୟରେ ହଠାତ୍ ପଛପଟୁ ସ୍ପିଡ୍ରେ ଆସି ଏକ ହାଇୱା ଗାଡ଼ି ୱିଙ୍ଗରର ପଛପଟେ ଧକ୍କା ଦେଇ ଫେରାର ମାରିଥିଲା। ବହୁତ ଜୋରରେ ଶବ୍ଦ ହେବା ସହ କିଛି ଭାବିବା ପୂର୍ବରୁ ସବୁକିଛି ଅନ୍ଧାର ହୋଇଯାଇଥିଲା। ଦୁର୍ଘଟଣା ଏତେ ଜୋରଦାର ଥିଲା ଯେ ୱିଙ୍ଗରଟିର ପଛପଟ ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଛି। ଦୁର୍ଘଟଣାରେ 4 ଜଣ ଗୁରୁତର ହୋଇଥିବା ବେଳେ ଡ୍ରାଇଭର ସମେତ ଅନ୍ୟ 16 ଜଣ ଆହତ ହୋଇଛନ୍ତି। ଗାଡ଼ିରେ ଥିବା 20 ଜଣଙ୍କ ମଧ୍ୟରେ 4 ଜଣ ଶିଶୁଙ୍କ ସମେତ କିଛି ମହିଳା ରହିଥିବା ମଧ୍ୟ ଜଣାଯାଇଛି। ତୁରନ୍ତ ଗୁରୁତର ଏବଂ ଆହତଙ୍କୁ ଉଦ୍ଧାର କରାଯାଇ ସୋନପୁର ମେଡିକାଲକୁ ଅଣାଯାଇଥିଲା। ତେବେ ଅବସ୍ଥା ଗୁରୁତର ଥିବାରୁ 4 ଜଣଙ୍କୁ ବୁର୍ଲା ମେଡିକାଲକୁ ପଠାଯାଇଥିବା ଜଣାଯାଇଛି। ଦୁର୍ଘଟଣା ଘଟାଇ ଫେରାର ମାରିଥିବା ହାଇୱା ଗାଡ଼ିକୁ ଧରିବାକୁ ଏବେ ଦାବି ହୋଇଛି। ସାଗରପାଲିରୁ ଯାଉଥିଲୁ 400 ଆମେ ସୋନପୁର ପଠାଇଥିଲୁ ନଡ଼ିଆ ଲଗା ନଡ଼ିଆଟା ଦେଇକି ଆସିକି ଗାଡ଼ିରେ ବସି ପଳେଇକି ଆସିକି ଗାଡ଼ିରେ ତ 3 ଜଣ ପରେ ବସି ଆଉ ବାକି ସବୁ ଟୋଟାଲ କେତେ ଲୋକ ଗାଡ଼ିରେ ଥିଲା? ଟୋଟାଲ 7 ଲାখ ଧରିକି 20 ଗାଡ଼ି ସେ ଗାଡ଼ିକେ ଧରନ୍ତି। ମୋତେ ଧରିକି 16 ଜଣ ଯାଇଥିଲୁ। ସାଗରପାଲି ଯାଉଥିଲୁ, ଆମେ ପୁରୀ ଆଡ଼େ ଯାଉଥିଲୁ। ଗାଡ଼ି ଏନେ ରଖିକି ପୂଜା କରୁଥିଲୁ ସାଇଡ଼୍ରେ, ଆଉ ପଛଆଡ଼ୁ ପିଟିଦେଲୁ ଗାଡ଼ି। ଗାଡ଼ି ତ ବିଲକୁଲ ଦେଖିନାର କେନ୍ତା ଜାନ୍ମା ଆଜ୍ଞା କହ ଆଜ୍ଞା 16-17 ଜଣ ଯେନ୍ତା କରି ଥିଲୁ। ଛୁଆ ଛୁଇ ଧରିକିରି ଛୁଆ 2-3ଟା ବି ଥିଲେ। ସାର୍ ବେଶୀ ତ କିଛି ନାହିଁ, କାହାର ଗୁଡ଼ା ମୁଇଁ ତ ଦେଖି ନାହିଁ କାହାର କାଣା କେତେ ହେଇଛି।